তারপরে পুলিশ ফেঁকিনি মু না বাবা করদবা যে কিন্তু সারে কিছু অসুবিধা নাই আণ ড্রেসটা ছাল টিকে আনলে পছ আড়ু এইটু এতিকি যাই সিলাই କରିଦେଲେ সিলাই କରିଦେଲା ପରେ ମୁଁ ସାର୍ କ'ଣ ଦେଖାଉଛି ସିପାହୀ ଭଳିଆ କହିଲେ ତ ଗାଁରେ କିଏ ସିପାହୀ ଦେଖିଛନ୍ତି ନଈକି ଠିଆ ଏଇମିତି ସବୁବେଳେ ଚାଲିବ ମୁଁ କହିଲି ଆଚ୍ଛା ଯଦି ଖୁସି ହେଇଯିବୁ କେମିତି ତାଳି ମାରିବୁ ମୁଁ କହିଲି ଏମିତି କହିଲା ନା ସିପାହୀ ଏଇଠି ମାରିବ ମୁଁ କହିଲି ଓକେ ଆପଣ ଦେଖିଥିବେ ଯେ ନନ୍ଦନକାନନ ଯାଇକି ଗୋଟେ ଗିବନ ଘର ଅଛି ସେଇ ବଣ ମଣିଷ ଘର ଛୋଟିଆ ରାଉଣ୍ଡ ମଝିରେ ଗୋଟେ ଛୋଟିଆ ଘରଟେ ଅଛି ଶୁଖିଲା ଗଛଟେ ସାଇଡ୍ର ପାଣି ଦେଖିଛନ୍ତି ତ ମତେ ନେଇକି ରାତିର ଛାଡ଼ିଦେଲେ ସେତେବେଳେ ବୋଧେ ଡିସେମ୍ବର 13 କି 14 ବୋଧେ ମୋର ଜଏନିଂ ଡେଟ୍ ଥିଲା ଯାଇକି ରହିଗଲି ରହିଗଲା ପରେ ମତେ କହିଲେ ଘର ଭିତରେ ଗଳିଯିବୁ ଏଇ ଡାଳରେ ଟିକେ ଝୁଲିବୁ ଏଇପଟେ ବୁଲିବୁ ଯିଏ ଯାହା ଦେଲେ ଖାଇବୁ ବାସ୍ ଡିସେମ୍ବର ମାସ ସ୍କୁଲ ଛୁଆ ଭର୍ତ୍ତି ତା ପରଠୁ 10,000 ବଣ ମଣିଷ ମୁଁ ବଣ ମଣିଷ ଘର ଭିତରେ ଗଳି ଯାଉଛି ଡାଳ ଧରିକି ଝୁଲି ଯାଉଛି 4-5 ଦିନ ହେଇଗଲା ମୁଁ ପୁରା ରେଡି ଆଉ ଇଏ ଚାକିରି ଓକେ ଆଉ 72,000 ଦରମା 5 ଦିନ ପରେ ସରି ଡିସେମ୍ବର 25 ତାରିଖ ରାଣ ସେଦିନ ବୋଧେ 50,000 ଖଣ୍ଡେ ମୋ ଚାରିପଟେ ଆଉ ମୁଁ ବଣ ମଣିଷ ଭିତରେ ଆଉ ବଣ ମଣିଷ ନାଚିଲୁ ମୁଁ ବଣ ମଣିଷ ତାଳି ମାଇଲୁ ମୁଁ ଆମ୍ବ ଖାଇବୁ ଓକେ ମାନେ ଏତେ ଲୋକ ଯୋଉ ଦେଖୁଛନ୍ତି ମୁଁ ଭାରି ଏକ୍ସାଇଟେଡ୍ ଆଉ ସେ ଯାହା କହୁଛନ୍ତି ମୁଁ କରୁଛି ହଠାତ୍ କିଏ ଗୋଟେ ବାଳୁଙ୍ଗା ଥିଲା ମତେ ଲାଗିଲା ବଣ ମଣିଷ ସେ ଡାଳ ଧରିକି ଝୁଲିଲୁ ମୁଁ କହିଲି ଓକେ ଧରି ପକେଇଲି ଝୁଲିଲି ସବୁ ତାଳି ମାରୁଛନ୍ତି ବଣ ମଣିଷ କେତେ ସୁନ୍ଦର ଏଇ ମାପରେ ହେଇଛି 12 ଥର ଖଣ୍ଡେ ପରେ ଏଇଟା ସେଟା ଶୁଖିଲା ଗଛ ଡାଳ ଭାଙ୍ଗଲା ମାନେ ମୁଁ ଏମିତି ହେଇଛି ଉଡ଼ିଗଲି ଆଉ ଉଡ଼ିଗଲି ନେକ୍ସଟ ଗ୍ୟାଲେରୀଟା ଭିତରେ ପଡ଼ିଲି ସେଇଟା ବାଘ ଗ୍ୟାଲେରୀ ତା ପଡ଼ି ତ ଯାଇଛି ଆଉ କୁଆଡ଼େ ଅନେଇଲା ସେଇଟା ବାଘ ହଠାତ୍ କି ପବ୍ଲିକ ପାର୍ଟି କଲେ ଛୁଆ ହେଇବେ ଆଜି ବଣ ମଣିଷ ବାଘ ହାବୁଡ଼ରେ ପଡ଼ିଛି ବଡ଼ ମଜା ହବ ବଣ ମଣିଷ ବାଘକୁ ମାର ମୁଁ କିନ୍ତୁ ତମ ଗାଁରେ କିଏ ମାରିଥିଲା ସେ ବାଘକୁ ମୁଁ ମାରିବି ବାଘ ମୁଁ ନନ୍ଦନକାନନ ବାଲା ତମ ଉପରେ ଚଡ଼କ ପଡ଼ିବ ରେ 72,000 ଟଙ୍କା ଲୋଭ ଦେଖି ଛୁଆଟାକୁ ମାରିଦେଲେ ମୁଁ କ'ଣ କରିବି କିଛି ହବ ନାହିଁ ପୁରା ଆଉ କୁଆଡ଼େ ଯିବି ସେ କାନ୍ଥିଆ ନାଗଲି ଆଉ ସେ ଯୋଉ ପାଚିକି ବାଘ ପୁରା ହଠାତ୍ ବାଘ କହିଲା କାହିଁ ପାଟି କରୁଛୁ ମୁଁ ବି ତ ବଢ଼ିଆ ପିନ୍ଧିଛି ମାନେ ଚିନ୍ତା କରନ୍ତୁ କୋଉ ପରିସ୍ଥିତି ବେକାର ପାଇଁ ମୁଁ ସିନା ସେଠିକି ଯାଇଥିଲି ଆଉ ଅଧେ ଅଧେ ଲୋକ ଅଛନ୍ତି ଦେଖିବେ ବେକାରିଆ ସେଗୁଡ଼ାକୁ କୁହନ୍ତି ଗୋଟେ ବନ୍ୟା ଆସିଲା ବାରିପଦାର ଯାହା ଯୋଉ ବୁଢ଼ା ବଳଙ୍ଗରେ ବନ୍ୟା ଆସିଛି ଗୋଟେ ଲୋକ ଖାଇ ପିଇ ସାରିଲେ ଆଗରୁ ଭାଉଜମାନେ ସବୁ ଆଚାର କରୁଥିଲେ ଲଞ୍ଚ ସରିଗଲା ଚାଲ ଟିକେ ବଡ଼ି କରିଦେବା ଟିକେ ଆଚାର କରିଦେବା ଏବେ ଆଉ ନାହିଁ ଏବେ ମୋବାଇଲ ଧରିଦେବା ନହେଲେ ଯଦି ପାଖ ଆଗରେ କୋଉଠି ବନ୍ୟା ହେଇଛି ଚାଲ ଦେଖିବା ପାଣି କେମିତି ଆସୁଛି ଦେଖିଛନ୍ତି ନା ନାଇଁ ଏଗୁଡ଼ା ସବୁ ବେକାରିଆ ଲୋକଙ୍କ କାମ ଦେଖିଥିବେ ବର୍ଷା ହଉଛି ପାଣି ଗାଁରେ ଏତେ ଫ୍ରିଜ ମୁଣ୍ଡେଇକି ଲୋକ ଯାଉଥିବେ ଲୋକକୁ କି ଦୁଃଖ ହୁଏ ତାଙ୍କର ତମେ ଏଗୁଡ଼ା ଲୋକଙ୍କର ଅସୁବିଧା ସମୟରେ ତମେ ଯାଇକି ଦେଖୁଛ ଏଇଟା କ'ଣ ଦର୍ଶନ ଏଇଟା ଫିଲ୍ମ ଚାଲିଛି ତ ବୁଢ଼ା ବଳଙ୍ଗ ନଦୀରେ ସେମିତି ବନ୍ୟା ଆସିଛି ଥରେ ମୁଁ ବାରିପଦା କ'ଣ ନାଇଁ ଯାଇଥିଲି ଆସିପାରିଲି ନାହିଁ ବ୍ରିଜ ବୁଡ଼ି ଯାଇଛି ତଥାପି ବ୍ରିଜରେ ଏତିକି ଖଣ୍ଡେ ପାଣି ଅଛି ତାରି ଉପରେ ଲୋକ ପାଖାପାଖି 5,000 ଖଣ୍ଡେ ଆଉ ଦେଖ ଘର ଭାସିଗଲା କହିକି ଆଡ଼ୁ ଘର ବ୍ରିଜ ତଳେ ପଶିଲା ପୁଣି ଏପଟକୁ ଧାଇଲେ ଦେଖ ଗୋଟେ ସାପ ଗୋଟେ କେଡ଼େ ବଡ଼ ଗଛ ଭାସି ଯାଉଛି ତା ଉପରେ ଗୋଟେ ସାପ ଅଛି ରେ ଏମିତି ହଉଛନ୍ତି 5,000 ଖଣ୍ଡେ ଲୋକ ଏ ବ୍ରିଜ ଏପଟ ବ୍ରିଜ ସେପଟ ବ୍ରିଜ ଧୀରେ ହଠାତ୍ କି କିଏ ଗୋଟେ ସ୍ୱାମୀ ସ୍ତ୍ରୀ ଆସିଥିଲେ ତାଙ୍କର ଗୋଟେ ଏଡ଼ିକି ଟିକେ ଛୁଆଟେ ପାଣିଲା ପଡ଼ିଗଲା ଆଉ ପୁରା ସେଇ ଯୋଉ ମହାନଦୀ ସରି ବୁଢ଼ା ବଳଙ୍ଗରେ ଭସା ପାଣି ପଡ଼ିଗଲା ସମୟ କହିଲେ ଏବେ ମୋ ଛୁଆ ମା ସେନ୍ସଲେସ୍ ମାଙ୍କର ଫାଷ୍ଟ କାମ ଫାଉଣ୍ଡେସନ ସେ ସେନ୍ସଲେସ୍ ହେଇଯିବେ ବାପ କହୁଛି ମୁଁ ପହଁରା ଶିଖି ନାହିଁ ରେ ଭାଇ ତ ଗୋଟେବେଳେ କୋଠିରେ ଟିକେ ଆଚ୍ଛା ଯୋଉଠି ଘର ଦ୍ୱାର ସାପ ବେଙ୍ଗ ଭାସିକି ଯାଉଛନ୍ତି ସେଠି କିଏ ପହଁରିବ ସମସ୍ତେ ସମସ୍ତଙ୍କୁ କହୁଛନ୍ତି କେହି ଯାଉନାହାନ୍ତି ଜଣେ କହିଲା ତୁ ପୁରା ବଢ଼ିଆ ପହଁରା ଶିଖିଛୁ ଯାଉ ନା ମୁଁ ପହଁରା ଶିଖିଛି ମୁଁ କ'ଣ ଏଇ ପାଣିରେ ପାରିବି ନା ଛୁଆ ପୁରା ଭାସି ଭାସି ବ୍ରିଜ ତଳେ ବସି ସିଆଡ଼େ 100 ହାତ ଖଣ୍ଡେ ହେଇଗଲାଣି କିଏ ଗୋଟେ ଯାଉ କିଏ ହଠାତ୍ ଗୋଟେ ଟୋକା ଡେଇଁଲା ଡେଇଁକି ଗୋଟେ 200 ମିଟର ଖଣ୍ଡେ ଝିଅ ଭାସିଗଲାଣି ତାକୁ ବହୁତ କଷ୍ଟରେ ତା ଚୁଟିକି ଧରିକି ତାକୁ କାଖରେ ଯାଇକି ଛୋଟିଆ ଛୁଆଟେ ତାକୁ ନେଇକି ଆସି କୂଳରେ ଯେତେବେଳେ ପହଞ୍ଚିଗଲା ଥରେ ଜାଣନ୍ତୁ ସ୍ରୋତର ପ୍ରତିକୂଳରେ ସେ ଆସିଛି ଯୋଉ ପରିଶ୍ରମଟା ନିଶ୍ୱାସ ନେଇପାରୁ ତାକୁ ଗୋଟେ ଚେୟାର ବସା ମୋ ଭାଇ ତୁ ଭାଇ କ'ଣ କରିଦେଲି ଆଉ ଜଣଟା କାନ୍ଦ ଚିପି ଦେଉଛ ଭାଇକି ମୁଖ୍ୟମନ୍ତ୍ରୀ ପୁରସ୍କାର ଦିଆଯିବ ଆପଣ ଚବେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ପୁରସ୍କାର ଆଉ କହୁଛି ନା ଭାଇ ଜୀବନ ବଞ୍ଚେଇଛି ରାଷ୍ଟ୍ରପତି ପୁରସ୍କାର ଆଉ ଜଣକୁ ସେ ପୁରସ୍କାର ନେଇ କ'ଣ ଆଚାର କରିବ ଶୁଣ ଭାଇକି ଭୁବନେଶ୍ୱରରେ ଗୋଟେ ପ୍ଲଟ ଦେଇଦିଅ ନହେଲେ ଉଦଳାର ସେ ଯୋଉ ଶିବିର ହୋଟେଲ ସାଇଡରେ ଗୋଟେ ପ୍ଲଟ ଦେଇଦିଅ ଏ ଭାଇ ଓ ହଠାତ୍ ଜଣେ କହିଲା ରୁହ ଭାଇକି ପଚାର ତାର କ'ଣ ଦରକାର ଭାଇ
তোমার কোন দরকার কুহ যাহা কইব তুমি গোটে পিলার জীবন বঞ্চাইছ আমি তোমাকে দেবু সে লোকটি কହୁছে মালো মালো মতে কিছু দরকার নাই মতে খালি সেই লোকটাকে চিহ্নাও যে শଳାটি মতে পাଣିକି ঠেলিলা মানে ইয়ে ভଳିଆ ঘটনা ছোট পিলাଙ୍କ কথা কইলে হসিবে দোকানଙ୍କ কথা কইলে ଆପଣଙ୍କୁ ହସୁଛନ୍ତି যে বাসা ହେଇଯାଇଛନ୍ତି ତାଙ୍କ କଥା ତ ନ କହିବା ଭଲ ଜାଣିଛନ୍ତି ନା ନାଇଁ ବାସାଙ୍କ ଉପରେ କହିବି କି ଟିକେ আচ্ছা এ যেতিকি টোকা অছ ঝিও অছ রাণ পকেইকি হাত টেকি কইলে বাবা কেতেটা বাহা ହେଇନ ଯୋଉগুଡ଼ା ହାତ ଟେକ ବାହା ହେଇନ ଯୋଉମାନେ ବାହା ହେଇନ ମୁଁ ଦିଟା ଛୁଆର ବାପା ମାନେ ତମେ ମୋ ଠାରୁ ସାନ ଡେଫିନେଟଲି ସାନ ଜୀବନରେ ତିନିଟି କଥା ମାନିବ ଧନ କୁହ ହଁ ମାନିବ ପ୍ରଥମ କଥା କି ଧନ ମାନିବ ଯୋଉଟା ବାହା ହେଇନ ଏକ ବାପା ମା ଯୋଉଠି ଫାଇନାଲ କରିବେ ସେଇଠି ବାହା ହବ ନାହିଁ ଛୁଆ ଯେମିତି ହଷ୍ଟେଲ ଯେମିତି ମନର କଥା କହିଦେଲେ 2 ନମ୍ବର ପ୍ରେମ କରିକି ନିଜେ ଚଏସ କରିକି ନିଜ ପସନ୍ଦରେ ବାହା ହବ ନାହିଁ ଆଉ 3 ନମ୍ବର ବାହା ହବ ନାହିଁ ରାଣରେ ତମେ ଭାବୁଛ ତମେ ତମେ ଗଛ ଚଢି ଯାଇଛ ଦିଟା ମୁଁ କହୁଛ ଗଛ ଚଢୁନି ନା ସେଇଆ ନୁହଁ মতে থরে জনে পচারলা পপু ভাই লভ ম্যারেজ ভালো না অ্যারেঞ্জ ম্যারেজ ভালো মু কইলি তু মতে আগে কহ বিষ খাইকি মলে ভালো না দৌড় ଦେଇକି মলে ভালো ফাইনাল গোটে জায়গা ঠিক না নেই মানে বাসা ହେଇଗଲ ঠিক ଅଛି ବାହାଘର ପୂର୍ବରୁ ଲୋକ ବୁଝେଇବେ ଧନ ବାହା ହେଇଯାବେ କାହିଁକି ହୋଟେଲରେ ତେଲ ମସଲା ଖାଉଛୁ ବାହା ହେଇକି ଘର ସଂସାର କର ରାତି 11ଟା ବେଳେ କାମ ଦାମ କରିକି ଯିବୁ ଘର କବାଟ ଖୋଲିଦେବୁ ସ୍ତ୍ରୀ ଚାହିଁକି ହସିଦେବ ସବୁ ଦୁଃଖ ବହିଯିବ ये सार टोका एमती टेकी टेकी देवे टोका बाहा गले बाहा ठीक वर्षे खंडे जाइए दिन जाक कम कर पूरा छाइया एमती आसवे घर हठात मन पड़ो कबाट खोलदे स्त्री हसीदेव मो दुख बढ़ीज हठात स्त्री कबाट खोलला फास्ट ग्यास सजाई जान पिज कही आनीच काली शुक्रवार तुमको कही माछ आड़ बोली तुमको ये जो स्वामी एमती हठात एमती से भाया सार गोटे गोटे बालुंगा साग थे ये टेनसन बेले कहे टी मद पीदे भल ये जो भल पिला गुड़ा मद पिंदी ये कारण ना मुझे कहीं मद पीबी थे जन को पचारि मत कहला गोटे 90 टे मारद तार गोटे माप अच्छी 90 माप 30 60 से तीन तीन जाए ये जोड़ा छोट गुड़ा जोड़ा निपुर से स्कूल छुआ ये निपुर 90 से डेकल बोतल भाया तार गोटे बड़ अच्छे नहीं जो जाना मन रखा परीक्षा पड़ो तापर दीटा नहीं मेसीन जोटा से कहते पॉइंट हाफ आउ जोटा कॉलेज छुआगला फुल से क्वाड एटा कहीं पीब से मत कहला शुण गोटे 90 मारदेव राण छोट निपुटे मारदेला देखू जो स्त्री ते गाड़ी दौ तू जो झाइया हो जाइछु 90 मार दी था स्त्री गाड़ी दो तू हठात एमती हो स्त्री ते शाढ़ी भाया लगे मुझे राण मुझे आरंभ करूँ कंटिन्यू करा पड़ो मत ठाकुर राखी मुझे ना 2 पेग मारू ना मारे कौन हम ना ते लगे तू उदलार अच्छु भास्कर मढ़ी निजे रास्ता सैकल लगे तू विदाय 2 पेग 3 पेग मारदेव तुमको लगे ये गोटे टोका ये सब शला झील नर्माल लोक कह भाई भल 3 पेग मारदेला स्टाइल भाई भल 3 पेग 4 पेग मारदेव 4 पेग मारदेला धरा जो तुम उदोला को आस कौटे थाना छक ठिया कुआड़े जावा दरकार तुम थाना छक ठिया टोटाल उदोला बुल नागपाड़ा आईला मेढा खाई आईला सिनेमा हल मेन मार्केट कॉलेज पेट्रोल टैंक सब अच्छे गोटे जगह 5 पेग मुझे 5 पेग मारी ना हाफ पीले चुपू चुपा फुल पीले रजा मुझे 5 पेग मार रास्ता ते हिरोइन भाया लगे पेटे किस मारी ये तेणु जोगुड़ा बाहीन से क्रीड़ा को जाओनी धर्म ठीक ना नहीं आप विश्वास करेंगे नहीं मु भुवनेश्वर जो जगह रोजे भारी सीरीयस कथा ना कोरोना टाइम रे मो पुओटी पढ़ुला नवम बोधे स्कूल छुट्टी है गलानी कुआड़े सब घरे केत गोटे स्वामी स्त्री कौन टे भल भल खुशी आसी गला से पुओटी बाबा जाऊनु सियाड़े बाबा
ମାନେ ଗୋଟେ ଅଭଦ୍ର ଭଳିଆ ହୁଅନ୍ତୁ। ହଠାତ୍ କୁଆଡ଼େ ଗୋଟେ ଥିବ ପୁଅଟି ରହିଲା ସବୁବେଳେ। ଦିନେ ଏମିତି ଗୋଟେ ରୋମାଣ୍ଟିକ ମୁଡ୍ ଆସିଲା, ମୁଁ ପୁଅ କହିଲି ତୁ ଗୋଟେ କାମ କର, ମୁଁ ଯୋଉ ଜାଗାରେ ରହୁଛି ସେଠି କଲୋନୀଟା ମାନେ ଗୋଟେ ଏ ବ୍ଲକ 3ଟା ମହଲା, B ବ୍ଲକ, C ବ୍ଲକ, D ବ୍ଲକ, ମୋର ରହୁଛି F ବ୍ଲକ। ମୁଁ F ବ୍ଲକରେ ମୋ ପୁଅକୁ କହିଲି ତୁ ଯା ଛାତ ଉପରେ ବୁଲୁଥିବୁ, ମୁଁ ଡାକିଲେ ଆସିବି। ସେ ପଳେଇଛି ମୋର ସ୍ତ୍ରୀ ସହିତ ଟିକେ ଖୁସି ଆସିବ, କାଳେ ପୁଅ ପଳେଇ ଆସିବ। ମୁଁ ହଠାତ୍ କହିଲି ଧନ, ସେ ଉପରୁ କହିଲା କଣ ହେଲା? ମୁଁ କହିଲି ଦେଖିଲୁ C ବ୍ଲକରେ ମହାନ୍ତି ବାବୁ କଣ କରୁଛନ୍ତି? ସେ କହିଲା ବାପା ସେ ଗୋଟେ ପରିବା ବ୍ୟାଗ ଧରିକି ଯାଉଛନ୍ତି ହାଟୁ। ପୁଣି 5 ମିନିଟ୍ ଯାଇଛି, କାଳେ ପଳେଇ ଆସିବ। ମୁଁ କହିଲି ଧନ, ସେ ଉପରୁ କହିବ କଣ ହେଲା? ମୁଁ ଦେଖିଲୁ ମଲ୍ଲିକ ମଉସା କଣ କରୁଛନ୍ତି E ବ୍ଲକର? ବାପା ସିଏ ତାଙ୍କ ବାଲକୋନିରେ ବସିକି ପେପର ପଢୁଛନ୍ତି। ମୁଁ କହିଲି ଆଚ୍ଛା ଭଲ। ପୁଣି କାଳେ ପଳେଇ ଆସିବ। 5 ମିନିଟ୍ ପରେ ମୁଁ ପଚାରିଲି ଧନ ଦେଖିଲୁ ଅମୂଲ୍ୟ ଭାଇ କଣ କରୁଛନ୍ତି? ସେ ଉପରୁ ଥାଇ କହିଲା ବାପା ତମେ ଯାହା କହୁଛ ସେଇ ବୋଧେ ସେଇଆ କରୁଛନ୍ତି। ମୁଁ କହିଲି ତୁ କେମିତି ଜାଣିଲୁ? ନା ତାଙ୍କ ପୁଅ ବି ଛାତରେ ବୁଲୁଛି। ଇଏ ହଉଛନ୍ତି ଆଜିକାଲିଆ ପିଲା। ତେଣୁ ଏଡ଼େ ସୁନ୍ଦର କାର୍ଯ୍ୟକ୍ରମ, ଆଉ କଣ କହିବି ଭାବୁଛି ମୁଁ। ଆଜ୍ଞା ଗୀତ ଗାଇବା, ଆରେ ଗୀତ ଶୁଣିବେ? লিরিক্স ল্যান্ড আছে ନାହିଁ? ଆଚ୍ଛା ହଉ। ତେବେ ଏଡ଼େ ସୁନ୍ଦର ଜାଗାଟେ, ନିଜ ଗାଁ, ମା ମାଉସୀ ଭାଉଜ ମାନେ ବସିଛନ୍ତି। ଗୋଟେ ସିରିୟସ୍ କଥା ମୁଁ କହିବି, ଆଗେ ଗୋଟେ ପଇସାର କଥା ତାପରେ ଗୀତ ଗାଇବି। ଏଇ ମାଣବସା ଗୁରୁବାର ଦିନ ଯୋଉ ଗଲା, ମୁଁ ଭୁବନେଶ୍ୱରରେ ଯୋଉ ଜାଗାରେ ରହୁଛି, ମୋ ସାଇଡ୍ ଘର ଭାଉଜ ଗୋଟେ ଦେଖିଲି 11:30 ବେଳେ ନାଇଟି ଖଣ୍ଡେ ପିନ୍ଧିକି ବୁଲୁଛି। ମୁଁ କହିଲି ଭାଉଜ ଆଜି ପୁରା ମାଣବସା ଗୁରୁବାର, ତମେ କଣ ନାଇଟି ପିନ୍ଧିକି ବୁଲୁଛ? ନା ପପୁ ତମେ ଜାଣିନ ସେ ମାଣବସା ବଡ ଧନ୍ଦା। ମୁଁ ମାଣବସା ଧନ୍ଦା କାହିଁକି? ନା ଏ ରାତିରେ ଅରୁଆ ଚାଉଳ ଆଣେ, ତାକୁ ବତୁରା, ସକାଳୁ ଝୁଟି ପକା, ସେ ଲକ୍ଷ୍ମୀ ପାଦ ମୋ ହାତରେ ଚିତ୍ର ହୁଏ ନାହିଁ। ମୁଁ ଲକ୍ଷ୍ମୀ ପାଦ କଲେ ହେଗୁଡ଼ା କୁକୁର ପାଦ ଭଳିଆ ଦେଖାଯିବ। ମୁଁ ତାମାନେ କଣ ତମେ ଝୁଟି ପକଉନ? ନା ପକଉଛି। ମୁଁ କେମିତି? ନା 5 ଟଙ୍କା ଲେଖା ଲକ୍ଷ୍ମୀ ପାଦ ଷ୍ଟିକର ମିଳୁଛି, ଦୁଆର ମୁହଁରୁ ପିଟି ଆଣୁଛି। ଲକ୍ଷ୍ମୀ ଏଇପଟେ ଆସ, ଏଇଠି ଡାହାଣକୁ ବୁଲ, ଏଇଠି ଆସ, ଏଇଟା ମୋ ଗଡ଼ରେ ପଶିଲା। ଆମ ଛୁଆ ସ୍କୁଲ ଯିବ, ମୋ ସାରେ ଖାଇକି ଅଫିସ ଯିବେ, ମୁଁ ସେଇଭଳିଆ କରିବି ନା ଇଏ ଧନ୍ଦା କରୁଥିଲି। ତ ଆଜିକାଲିଆ ଦିନରେ ଗୋଟେ କଥା ଆପଣ ଜାଣିଥିବେ, ମାଉସୀ ମାନେ ଭାଉଜ ମାନେ ଜାଣିଥିବେ, ଘର ପାଖରେ ଗଛରେ ରାତିରେ ଯଦି ଗୋଟେ ପେଚାଟେ ହୁଏ, ଆମ ଘର ଲୋକ କହନ୍ତି ଏଇ ଦେଢ଼ଶୁର ଏଇଟା ଖାଇଦେଲା, ଦେଢ଼ଶୁର ନାଁ ଧରିଥିଲା, କହନ୍ତି ନା ନାଇଁ? କହନ୍ତି ନା ନାଇଁ? କିନ୍ତୁ ଆଜିକାଲି ଏବେକାର ଭାଉଜ ଗୋଟେ କାହାକୁ ଡାକି ପଚାର ତମ ସ୍ୱାମୀ ନାଁ କଣ? କୁମାର ବେହେରା। ତମ ଶ୍ୱଶୁରଙ୍କ ନାଁ? ଆତପ୍ତାଣ ବେହେରା। ମାନେ ଶ୍ୱଶୁର ନାଁଟା ଏମିତି କହିବେ ତାଙ୍କ ସାଙ୍ଗ ନାଁ। ଆର ଜନ୍ମରେ ଆପଣ ପେଚା ହବା ଫାଇନାଲ। କିନ୍ତୁ ଆପଣଙ୍କ ଶାଶୁ ଥରେ କୁହନ୍ତୁ ଶ୍ୱଶୁରଙ୍କ ନାଁ କହିବେ, ଜିଭ କାମୁଡ଼ି ପକେଇବେ। ଶ୍ୱଶୁର ନାଁ ଧରିବି? ସତ ନା ନାଇଁ? ଗୋଟେ ବଢିଆ ଗୀତ ଏଇ ଉପରେ, ସେ ଗୀତଟି ନମିତା ଅଗ୍ରୱାଲ ଗାଇଥିଲେ ଏବଂ ଓଡ଼ିଶାରେ ଏମିତି ବହୁତ କମ୍ ଲୋକ ଥିବେ ଯେ ସେଇ ଗୀତଟିକି ଶୁଣି ନଥିବେ। ମୁଁ ବର୍ତ୍ତମାନ ସେଇ ଗୀତଟି ଗାଇବି। ମୋ ଦେଢ଼ଶୁର ନାଁ ବଳିଆଲ, ମୁଁ ବଳିଆ କହିବି ନାହିଁ। ଗୁରୁଜନ ମାନଙ୍କ ପାଇଁ, ତାପରେ ଟୋକାକ ମାଲ ଆସିବ। ମ୍ୟୁଜିକ୍ ପ୍ଲିଜ।